ହେଇଗଲାଣି। ଏବେ ତ ଟିକି ଛୁଆ ମାନେ ବଦ ବଦ ହେଇଥିବେନି। ସତ କହୁଥିଲି ଗେଣ୍ଡୁ ଭାଇ, ଏମାନେ ତ କେତେ ବଡ ହେଇଯାଇଛନ୍ତି। ଛୋଟ ବେଳେ ଚିହ୍ନା ନେଇ ହେଲାନି, ହେଲେ ଆଜି ଆକୁ ନେଇଯିବି। ଛୋଟବେଳେ ତ ନବାକୁ ଯାଇ ଟିକି ଠାରୁ ଖୁମ୍ପା ଖାଇଥିଲୁ। ଏବେ କଣ ମା ଛୁଆ 3 ଜଣଙ୍କ ଠାରୁ ଖୁମ୍ପା ଖାଇବୁ? ଏଇ ଚଢେଇ ମାନଙ୍କ ଜୀବନ ଭାରି ବଢିଆ। ଗଛ ଉପରେ ରହିଲେ ଯୁଆଡେ ଇଚ୍ଛା ସିଆଡେ ବୁଲିଗଲେ। ଟେଙ୍ଗୁ, ତୋ କଥା ଶୁଣି ମୋ ମୁଣ୍ଡ ଗୋଟେ ବଢିଆ ଆଇଡିଆ ଆସିଛି। ଆମେମାନେ ବି ଯଦି ଚଢେଇ ମାନଙ୍କ ପରି ଗଛ ଉପରେ ଘର କରନ୍ତି ତାହେଲେ କେମିତି ହୁଅନ୍ତା? ଏ ଖରା ବେଳେ କେହି କୁଆଡେ ଦେଖାଯାଉନାହାନ୍ତି। ଏବେ କୁକୁର ଗୁଡା ନେଇଗଲେ କେହି ଆମକୁ ଦେଖିପାରିବେ। ଓରେ ମାଦିଆ, ପରିବା ରେଟ୍ ଯା ହେଲାଣି, କେତେ ଆଉ କିଣିକି ଖାଇବା କହିଲୁ? ଇରେ ମାଛା, ଆମେ ବାନର ସେନା ଥାଉ ଥାଉ ସେମାନେ ଏମିତି କପି ଚୋରି କରି ନେଇଯିବେ। ଏ ମାଦିଆ, ମାଦିଆ। ମୁଁ ମନା କରୁଥିଲି ଯିବିନି ଯିବିନି, ତମରି ପାଇଁ ଆସି ଏବେ ଭୂତ ଆବୁଡେ ପଡିଗଲି। କଣ ଖବରରେ ବାପ ଜଟିଆ? ଏଇ 4 ଦିନ ତଳେ ଗୋଟେ ନୂଆ କବାଟ ବନେଇଥିଲି। କାଲି କିଏ କେଜାଣି ସେ କବାଟ ମତେ ଉପାଡ଼ି ନେଇ ପଳେଇଲା। ହଁ ପରା, ମୋ ସିରିଟା ବି କାଲିଠୁ ମିଳୁନି। କଣ କରିବ କହିଲୁ? ଦେଖିକିରେ ବାପ, ଏ ଯେମିତି ହେଲେନି କେତେବେଳେ ମଣିଷକୁ ବି ଉଠେଇ ନେଇଯିବେ ରେ ବାପା। handsome English lecturer students are କହିକି ଡାକୁଛି। ଏଥର ଫଗୁଣ, ତେଲୁଗୁ ସୁନ୍ଦରୀ, ଲକ୍ଷେ ଟଙ୍କିଆ ହସ। এই ମ୍ୟୁଜିକ ଭିଡିଓ ଆପଣଙ୍କୁ ଷ୍ଟାର ବନେଇଦେଲା। ଯଦି ମୁଁ ଲୋକମାନଙ୍କ ପାଖକୁ ପହଞ୍ଚି ପାରିଛି, ଇଟ୍ ଇଜ ବିକଜ ଅଫ ମ୍ୟୁଜିକ ଭିଡିଓସ୍। ଜଣେ ହିରୋ ହବା ପାଇଁ ତାଙ୍କ ଭିତରେ କଣ କଣ ଉପାଦାନ ଥିବା ଦରକାର ସବୁ? ହିରୋ ସମସ୍ତଙ୍କ ପାଇଁ ହବା